जय जगन्नाथ आउ शुभ सकाळ जहाँकि बर्तमान 4टा 5टा है से शुभ सकाळ कहली आउ पूजा टी कर गुरुवार पूजा आज शेष गुरुवार तेणु पूजा कर देखा केमी सब पूजा कर सब आज भी खुशी टी अच्छी कहीं वर्ष पूरी गला मोबाइल आनिबार यूट्यूब कर मोर वर्ष पूरी गला खुशी अच्छी आउ जीवा बर्तमान तान देखी आपको आमती आम पूजा मुझी कर गाँ आड़े भी टे जा बुलाबुली करा जा शीत जे शीत लगुच केमती गाधे कि लोक पूजा कर तो बर्तमान उठापी डर लगुच शंख सब बजाऊँ पूजा कर बर्तमान देखु ये पूजा कर बर्तमान गले आमर मो स्त्री देखिए तो तुलसी अच्छी से तुलसी पाखे पूजा कर देखते तुलसी चौरा ये पूजा कर रास्ता एटा आमर रास्ता बाड़ी काटी कहते काटी कर बर्तमान गाँ आड़े जा यार घर आड़े जा देखिया केमती फूल कर सब देखो तो चाहूँगी मुझे आमर पहुँची गले देखिबार तो यही ये कि सुदूर पद्म फूलर आमर झुंटी लिखिं आउटे पूजा सारिकी प्राय गले आम रास्ता पड़ोटा देखते बहुत सुंदर लगुच आज वर्षे पूरी गला मोबाइल आनिबार वर्ष पूरी गला वीडियो ब्लॉग कर मोर वर्ष पूरी गला किंतु सफलता किसी ना तथापि मु सब जारी रखी देखु देखु देखते आमर जे तुलसी चौरा पाखे तुलसी चौरा ये तुलसी चौरा पाखर देखु कमी आम खट बसैकी पूजा कर झुणा लगुच देखते झुणा लगे पूजा सरीगला अंधार उठी केमी गाधे पूजा कर चिंता कर थरुचु एत शीत से भी कमल गुड़े गुड़ी गुड़ी चलती बाबाल शीत देखा तो झुणा लगा चलती अन्य घर आड़े जा देख चलती झुणा लगा माँ लक्ष्मी पाखे झुणा लगे देखते कि पूजा बर्तमान यहाँ सरीगला आउ घर आउ जन घर को जा बर्तमान पुराणा घर पाखे पहुँची जेटी मटी घर ये मो स्त्री पूजा कर देखते संज बेले जो पूजा कर नुआ घर पूजा सारिकी ये आउଛନ୍ତି देखते ये पूजा कर शीत देह हाथ गुड़ा पूरा जाड़े जाऊँ शीत शीत पूजा कर धूप लगे बर्तमान हो देखते
ଦେଖନ୍ତୁ କେମିତି ଧୂପ ଲଗା ଆମର ପୂଜା କରୁଛନ୍ତି ଧୂପ ଲଗେଇକି ଆଉ ପୂଜା ସରିଗଲା। ବର୍ତ୍ତମାନ ଯିବା ମୁଁ ଯିବି ଅନ୍ୟ ଆଡ଼େ ଯିବି ଟିକେ ଆଉ ଦେଖେଇମି ଆଉ କାହାର କେମିତି ପୂଜା କରୁଛନ୍ତି ଆଉ। ଦେଖନ୍ତୁ ସେଇ ଯେ ପିଲାଟା ଏଇ ଦୋକାନଟାର ଛୁଟି ଲେଖୁଥିଲା ଆଉ ମୁଁ ସେପଟେ ପୂଜା ଭିଡ଼ିଓ କରିକି ଆଇଲା ବେଳକୁ ଏସବୁ ଏଇ ଝୁଣ୍ଟି କାଟିକି ସୁନ୍ଦର ଲାଗୁଛି। ଦେଖନ୍ତୁ ଏଇ ଝୁଣ୍ଟି କରିଛନ୍ତି ପୂଜା କରିକି ପଳେଇଲେଣି ଝୁଣ୍ଟି କରିକି ପୂଜା ସାରିକି ବି ପଳେଇଗଲେଣି। ଦେଖନ୍ତୁ ଝୁଣ୍ଟି ବଢ଼ିଆ ସୁନ୍ଦର କରିଛନ୍ତି ବହୁତ ସୁନ୍ଦର ଲାଗୁଛି। ଦେଖନ୍ତୁ ଗାଁର ଆଉ ଜଣଙ୍କ ଘର ପହଞ୍ଚିଗଲି। ଆଜି ପ୍ରାୟ 3-4 ଘର ବୁଲିଲି ଆଉ ସମସ୍ତେ ବି ଆଜି ଶେଷକରାରେ ବହୁତ ସୁନ୍ଦର ଭାବରେ ଝୁଣ୍ଟି ବନେଇଛନ୍ତି। ଦେଖନ୍ତୁ ଇଏ ସବୁଠୁ ଭଲ ଝୁଣ୍ଟି ପକେଇଛନ୍ତି ବୋଲି ଜଣାପଡ଼ୁଛି। ଆପଣମାନଙ୍କୁ କେଉଁ ଝୁଣ୍ଟି ଭଲ ଲାଗୁଛି କାହା ଘର ଝୁଣ୍ଟିଟା କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଦେଖନ୍ତୁ ଶେଷ ପର୍ଯ୍ୟନ୍ତ ଭିଡ଼ିଓ ଦେଖନ୍ତୁ ବହୁତ ସୁନ୍ଦର ଝୁଣ୍ଟି କରିଛନ୍ତି। କମେଣ୍ଟ ଦ୍ୱାରା ଜଣାଇବେ ଆଉ କାହା ଝୁଣ୍ଟି ଭଲ ଲାଗୁଛି। ଦେଖନ୍ତୁ ଆଉ ଜଣଙ୍କ ଘର ପହଞ୍ଚି ଯାଇଛି ତାଙ୍କର ଟିକେ ଅଲଗା ପ୍ରକାର ଝୁଣ୍ଟି ପକେଇଛନ୍ତି। ଦେଖନ୍ତୁ ଇଏ ଖାଲି ଫୁଲ ବୁଲେ ଏତେ କଟେଇ ନାହାନ୍ତି ଖାଲି ଅଳ୍ପ ସ୍ୱଳ୍ପ ପକେଇଛନ୍ତି ଝୁଣ୍ଟି ଆଉ। ଦେଖନ୍ତୁ ଗୁଳା ଚାଲିଛି ଆଉ ପୁରୀ କରାଯିବ ଦେଖିପାରୁଥିବେ। ଆଜି ଶେଷ ଗୁରୁବାର ଆଉ ଘର ବି ଏରଙ୍କ ପୁରୀ ହେବା କଥା ଏରଙ୍କ ବି ଘର ନାଗି ବି ତିଆରି ଚାଲିଛି ଆଉ ଛୁଆମାନଙ୍କୁ ଗୋଟେ ଖୁସିରେ ମୁଁ ଦେବି ଖାଇବା ପାଇଁ ସେଟା ବି ଗୋଟେ ତିଆରି ଚାଲିଛି ଆଉ। ତେଣୁ ଆଜି ବର୍ଷେ ପୁରୀଗଲା ଆମର ମୋବାଇଲ କିସ୍ତି ସୁଝିଗଲା ଆମର ତାପରେ ୟୁଟ୍ୟୁବରେ ବର୍ଷେ ପୁରୀଗଲା ସେଥିପାଇଁ ଖୁସିରେ ଦେଉଛି ଆଉ ଛୁଆମାନଙ୍କୁ। ଦେଖନ୍ତୁ ଆମର ଏଇ ଦଳା ଅଛି ଅଟା ହେଉଥିଲା ପୁରୀ ତିଆରି ସରିଗଲାନି ଆଉ କ୍ଷୀରି ବି ହେଇଯାଇଛି ଆଉ ପିଲାମାନଙ୍କୁ ଡାକିକି ଦେଇଦେବା ଟିକେ ଖୁସିରେ ଆଉ ଖାଇବା ପାଇଁ ଆଉ। ଦେଖନ୍ତୁ ଏଇ ପୁରୀ ଦେଖନ୍ତୁ ଦିଆଯାଉଛି କ୍ଷୀରି ପୁରୀ ମୁଁ କ୍ଷୀରି ପୁରୀ ଦେଉଛି ଏପଟେ ଛୁଆମାନଙ୍କୁ ଦେଖନ୍ତୁ ଏଇ ଆସୁଛନ୍ତି ଦେଖନ୍ତୁ ଏଇ ପିଲାମାନଙ୍କୁ ମୁଁ ଦେଉଛି କ୍ଷୀରି ଆଉ ମୋ ସ୍ତ୍ରୀ ଡୁନା ଦେଉଛନ୍ତି ମୋ ହାତକୁ ମୁଁ କ୍ଷୀରି ଦେଉଛି ପିଲାମାନଙ୍କୁ କ୍ଷୀରି ପୁରୀ ଆଉ। ଦେଖନ୍ତୁ ଏପଟେ ଟିକେ ଦେଖନ୍ତୁ କ୍ଷୀରି ଏପଟେ ପୁରୀଟା ଆଉ ବାଲ୍ଟିରେ ଅଛି ଏଇ ଦେଖନ୍ତୁ କ୍ଷୀରି ପୁରୀ ଦେଉଛି ଆଉ ଯାହା ବହୁତ ଖୁସି ଅଛି ଆଜି ଯେ ଛୁଆ ଦୁଇଟାକୁ ମୁଁ କ୍ଷୀରି ପୁରୀ ଦେଇପାରୁଛୁ। ଦେଖନ୍ତୁ ଏଇ ଆମର ଛୁଆମାନେ ଦିଆଯାଇ ଚାଲିଛି ଆଉ ବୁଢ଼ା ବୁଢ଼ୀମାନଙ୍କୁ ବି କହିଯାଇଥିଲି ସେଇ ମୋର ବଡ଼ ମା ଜଣେ ଆଇଛନ୍ତି ଆଉ ଆସିନାହାନ୍ତି ସିଏ ବି ଆସିବେ ଯେ ନ ଆସିପାରିବେ ନେଇକି ଦେଇଦେବେ ଟିକେ ଯାହା ଖୁସି ଯାହା ମୋର ବି ଆସି ଛୁଆ ଦୁଇଟାକୁ ମୁଁ ଏତେ ଖାଦ୍ୟ ଦେଇପାରୁଛୁ ଏତକ ଖୁସି ଟିକେ ଲାଗୁଛି ଆଉ। ଦେଖନ୍ତୁ ପିଲାମାନେ ନେଇକି ଯାଉଛନ୍ତି ଆଉ ଯେ ପିଲା ବି ଅଛନ୍ତି ସେମାନେ କହିଦେଇଛି ଆଉ ଆସିବେ ସବୁ ଦେଖିପାରୁଥିବେ।